ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଜାଣିବା ଏକ ଏଜୁକେସନ୍ ଖବର। କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା 3% ବୃଦ୍ଧି, ଉପକୃତ ହେବେ 49.2 ଲକ୍ଷ କର୍ମଚାରୀ। 49.2 ଲକ୍ଷ କର୍ମଚାରୀ। ଚାଲନ୍ତୁ ଦେଖିବା କ'ଣ ଭିତର ଖବର ରହିଛି। ଦେଖନ୍ତୁ, କେନ୍ଦ୍ର କ୍ୟାବିନେଟ୍ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଏବଂ ପେନ୍ସନଭୋଗୀଙ୍କୁ ମହଙ୍ଗା ସହାୟତା 3% ମଞ୍ଜୁରି କରିଛି। ନୂଆଦିଲ୍ଲୀ, ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହାଦ୍ୱାରା ପ୍ରାୟ 49.2 ଲକ୍ଷ କେନ୍ଦ୍ର କର୍ମଚାରୀ ଏବଂ 68.7 ଲକ୍ଷ ପେନ୍ସନଭୋଗୀ ଉପକୃତ ହେବେ। ସେ କହିଛନ୍ତି ଯେ ଏହା ପିଛିଲା ଭାବେ ଚଳିତ ବର୍ଷ ଜୁଲାଇ 1ରୁ କାର୍ଯ୍ୟକାରୀ ହେବ। ବର୍ତ୍ତମାନ 55 ମୂଳ ବେତନ ଓ ପେନ୍ସନ ଉପରେ 3% ଅତିରିକ୍ତ ଆକାରରେ ବର୍ଦ୍ଧିତ ଡିଏ ଓ ଡିଆର୍ ମିଳିବ, ଯାହା ଫଳରେ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ମୂଲ୍ୟ ବୃଦ୍ଧିର କ୍ଷୟକ୍ଷତିପୂରଣ ପାଇବେ। ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ଉଭୟ ବୃଦ୍ଧି ହେତୁ ରାଜକୋଷ ଉପରେ ପ୍ରତିବର୍ଷ 10,083.96 କୋଟି ଟଙ୍କାର ମିଳିତ ବୋଝ ପଡ଼ିବ। ସେହିଭଳି ଆଉ ଗୋଟିଏ ଖବର ଦେଖନ୍ତୁ, କ୍ୟାବିନେଟ୍ ନିଷ୍ପତ୍ତି, ଦେଶରେ ଖୋଲିବ 57ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ। ଦେଖନ୍ତୁ, କେନ୍ଦ୍ର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ସାରା ଦେଶରେ 5,862 କୋଟି ଟଙ୍କାରୁ ଅଧିକ ବ୍ୟୟରେ 57ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀଠାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ କର୍ମଚାରୀ ସଂଖ୍ୟା ବୃଦ୍ଧି ପାଇଥିବା ପିଲାମାନଙ୍କ ଶିକ୍ଷାଗତ ଆବଶ୍ୟକତାକୁ ସହଜ କରିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ନଥିବା ଜିଲ୍ଲାଗୁଡ଼ିକରେ 20ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ। ସେ କହିଛନ୍ତି ଯେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ 14ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ବାମପନ୍ଥୀ ଉଗ୍ରବାଦୀ ଜିଲ୍ଲାଗୁଡ଼ିକରେ 4ଟି ଏବଂ ଉତ୍ତର ପୂର୍ବ କ୍ଷେତ୍ର ପାହାଡ଼ି ଅଞ୍ଚଳରେ 5ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ପ୍ରସ୍ତାବ ରହିଛି। ମନ୍ତ୍ରୀ କହିଛନ୍ତି ଯେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଦ୍ୱାରା 87,000 ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ଏହାଦ୍ୱାରା 4,600 ଅତିରିକ୍ତ ଶିକ୍ଷକ ପଦବୀ ସୃଷ୍ଟି ହେବ। ନୂତନ ଜାତୀୟ ଶିକ୍ଷାନୀତି ପାଇଁ ଆଦର୍ଶ ବିଦ୍ୟାଳୟ ଭାବରେ ପ୍ରଥମ ଥର ପାଇଁ 57ଟି କେନ୍ଦ୍ରୀୟ ବିଦ୍ୟାଳୟକୁ ବାଲବାଟିକା ମଞ୍ଜୁର କରାଯାଇଛି। ଏହିଭଳି ଏଜୁକେସନ୍ ନ୍ୟୁଜ୍କୁ ପାଇବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, କମେଣ୍ଟ, ସେୟାର କରନ୍ତୁ। ଜୟ ଜଗନ୍ନାଥ।